ବନ୍ଧୁ ଶୁଭ ସନ୍ଧ୍ୟା। ମୁଁ ଆଜି ଆପଣମାନଙ୍କୁ କହିବି ମାର୍ଚ୍ଚ 6 ତାରିଖ ଭାଲଚନ୍ଦ୍ର ସଂକଟି ଗଣେଶୀ ବ୍ରତ। ଏହି ଦିନ ଭାଲଚନ୍ଦ୍ର ସଂକଟି ଗଣେଶୀ ବ୍ରତ କରାଯାଏ। ଯେହେତୁ ବିଦ୍ୟାର୍ଥୀମାନେ ମଧ୍ୟ ଏହି ବ୍ରତ କରନ୍ତି, ଏମାନେ ଯେଉଁମାନ କାମ ହଉ ହଉ ରୁକାବଟ ହୋଇଯାଏ ବା ବନ୍ଦ ହୋଇଯାଏ, ଅଧାରୁ ଛାଡ଼ିଯାଏ, ତେଣୁ ସେହି ସମୟରେ ଆପଣମାନେ କ'ଣ କରନ୍ତୁ, କାଲି ଗଣେଶ ମନ୍ଦିରକୁ ଯାଆନ୍ତୁ କିମ୍ବା ଘରେ 21ଟି ଦୁବ ଚଢ଼ାନ୍ତୁ ଏବଂ ଲଡ଼ୁ ଭୋଗ କରନ୍ତୁ। ଏବଂ ସନ୍ଧ୍ୟାକୁ ତାଙ୍କ ମୁଣ୍ଡରେ, ଗଣେଶଙ୍କ ମୁଣ୍ଡରେ ଚନ୍ଦ୍ର ଥାନ୍ତି ବୋଲି ଭାଲଚନ୍ଦ୍ର ସଂକଟ ଗଣେଶୀ ବ୍ରତ ବୋଲି କୁହାଯାଏ। ସନ୍ଧ୍ୟା ବେଳକୁ ଆମ ଚାଉଳ ଏବଂ ଧଳା ଫୁଲ, ଗାଈ କ୍ଷୀର, ଚନ୍ଦ୍ରକୁ ଓଁ ଚମ୍ ଚନ୍ଦ୍ରାୟ ନମଃ କହିକିରି ଏହି ମନ୍ତ୍ରକୁ ଦେବା ଦ୍ୱାରା ଆପଣଙ୍କର ସମସ୍ତ ସଂକଟ ବା ଦୁଃଖ ଦୂର ହୋଇଥାଏ। ଏବଂ ଏହି ବ୍ରତ କରିବା ଦ୍ୱାରା ଆପଣଙ୍କର ସମସ୍ତ ସଂକଟ ଏବଂ ବିଦ୍ୟାର୍ଥୀଙ୍କର ବିଦ୍ୟା କ୍ଷେତ୍ରରେ ଉନ୍ନତି ହୋଇଥାଏ। ଏବଂ କମ୍ପିଟେଟିଭ୍ ଏକ୍ଜାମ୍ ଦେଉଥିଲେ ଏହି ମନ୍ତ୍ରକୁ ଜପ କରନ୍ତୁ। ଓଁ ଗଂ ଗଣପତୟେ ନମଃ ବାରମ୍ବାର ଜପ କରନ୍ତୁ। ଏବଂ ସନ୍ଧ୍ୟାରେ ଯେତେବେଳେ ଅର୍ଘ୍ୟ ଦେଉଛନ୍ତି, ଓଁ ଚମ୍ ଚନ୍ଦ୍ରାୟ ନମଃ, ଓଁ ସୋମ୍ ସୋମାୟ ନମଃ ଏହି ମନ୍ତ୍ରକୁ ଜପ କରନ୍ତୁ। ରହୁଛି, ଜୟ ଜଗନ୍ନାଥ।